ଜୟ ଜଗନ୍ନାଥ ସାଙ୍ଗମାନେ, ମୁଁ ଶାନ୍ତନୁ ପୁଣି ଥରେ ସ୍ୱାଗତ କରୁଛି ମୁଁ ଗୋଟେ ନୂଆ ଭିଡିଓକୁ। ତ ସାଙ୍ଗମାନେ, ଆଜି ସ୍ୱିଗି ବିଷୟରେ କଥା ହବା। ମୁଁ କାହିଁକି ସ୍ୱିଗିରେ କାମ କରୁନି, ଆଉ ସ୍ୱିଗିରେ ଯୋଉ ମାନେ ଭୁବନେଶ୍ୱରରେ ଯୋଉ ପିଲାମାନେ କାମ କରୁଛନ୍ତି ତାଙ୍କର ଅର୍ନିଂ କେତେ ହଉଛି ତା ବିଷୟରେ ବି ମୁଁ ବହୁତ କମେଣ୍ଟ ପାଇଛି ଭାଇ ମାନଙ୍କର, ଯେ କାହିଁକି ଭାଇ ସ୍ୱିଗିରେ କାମ କରୁନ, କଣ ହେଇଛି ସ୍ୱିଗିରେ କେମିତି କଣ ରୋଜଗାର ହଉଛି ଆମକୁ ଦେଖାଅ ବୋଲି। ତେଣୁ ଭାଇ ମାନେ ଗୋଟେ କଥା ହଉଛି, ସ୍ୱିଗିରେ କାମ କରିବାଟା କିଛି ଅସୁବିଧା ନାହିଁ, ଗୋଟେ ହିଁ ମାତ୍ର ଅସୁବିଧା ହେଲା କି। ତେଣୁ ସେଇଥିରେ ଅସୁବିଧା ହଉଛି ଟଙ୍କା ହଉନି। ଟଙ୍କା କାହିଁ ହଉନି ନା, କେତେବେଳେ ଅର୍ଡର ରହୁଛି କେତେବେଳେ ଅର୍ଡର ରହୁନି, ବୁଝିଲେ କି। ତେଣୁ ତାପରେ ବି ପିଲାମାନେ କାମ କରୁଛନ୍ତି, ଆଉ ତାଙ୍କର ଅର୍ନିଂ ବି ଦେଖିନି ଯୋଉ ଅର୍ନିଂ ହଉଛି ସପ୍ତାହ ଯାକର। ତାପରେ ଆମେ ସେ ବିଷୟରେ ବି କଥା ହେଇପାରିବା। ଆଉ ଗୋଟେ କଥା ହଉଛି, ଯୋଉ ଉବେରରେ ଯୋଉ କାମ କରୁଥିଲି ତା ବିଷୟରେ ବି କଥା ହେଇପାରିବା। ତ ମୁଖ୍ୟ କଥା ହଉଛି ଆମକୁ ଦରକାର ଅର୍ନିଂ, ହେଲା କି। ମୁଖ୍ୟ କଥା ହଉଛି ସେୟା, ଟାଇମ ଭଲେ ହିଁ ଅଧିକା ଯାଉ କିନ୍ତୁ ଅର୍ନିଂ ଦରକାର। ଅର୍ନିଂ ହଉଛି ଗୋଟେ ଗୋଟେ ଦିନରେ କି ଯଦି ଆମେ ସ୍ୱିଗି କଥା କହିବା, ପର ଡେ ହିସାବରେ 10 ଘଣ୍ଟା କାମ ଯଦି ଆମେ କରିବା, ଆ ନିଅ ମୁଁ 9ଟାରୁ ଲଗ୍ଇନ୍ କରୁଛି, ଆଉ 4ଟାରେ ଅଫ୍ କରିକି ଘରକୁ ଆସି ପୁଣି 6ଟାରେ ଲଗ୍ଇନ୍ କରୁଛି, ଆଉ ରାତି 11ଟା ପର୍ଯ୍ୟନ୍ତ କାମ କରୁଛି। ତାହେଲେ ସେ ବିଷୟରେ ସେ କେତିକି ଘଣ୍ଟା ହଉଛି, 9ଟାରୁ 12ଟା 3 ଘଣ୍ଟା, 6 ଘଣ୍ଟା, ସିଏ ହଉଛି 4 ଘଣ୍ଟା। ତ 6 4 10 ଘଣ୍ଟା, 10 ଘଣ୍ଟାର ଆମ ହିସାବରେ ଆମେ ପାଖାପାଖି 1000 ହବା ଦରକାର। 1000 ଟଙ୍କା ହେଲେ ଆମେ ତେଲ ସହ କିଛି ପଇସା ବଞ୍ଚେଇ ପାରିବୁ। 1000ରୁ 1200 ଭିତରେ ରହିଲେ ବି ଚଳିବ। କିନ୍ତୁ 1200 କଣ, 700 800 ଭିତରେ କି ରହିଯାଉଛି ଭୁବନେଶ୍ୱରରେ। ତେଣୁ ସ୍ୱିଗି କଥା ହଉଛି, ମୁଁ ଆଜି ସ୍ୱିଗି ଡ୍ରେସ ପିନ୍ଧିଥିଲି ଯିବି ବୋଲି, କିନ୍ତୁ ସାଙ୍ଗମାନେ କହିଲେ ଭାଇ କାହିଁ ଅର୍ଡର ନାହିଁ ବୋଲି, ମୁଁ ସେଇଥିପାଇଁ ଆଉ ସ୍ୱିଗି କାମ କରିବା ପାଇଁ ଗଲିନି। ମୁଁ ସ୍ୱିଗି ତ ଅନଇନଷ୍ଟଲ ବି କରିଦେଇଥିଲି, ଇନଷ୍ଟଲ କରିଦବା। ସ୍ୱିଗି ଡେଲିଭରି ପାର୍ଟନର ଆପ୍, ତେଣୁ ଇନଷ୍ଟଲ ମୁଁ କରୁଛି ଦେଖିପାରୁଥିବେ। ତେଣୁ ଇନଷ୍ଟଲ ହେଇଗଲା, ଓପେନ। ତ ସାଙ୍ଗମାନେ ଓଟିପି ଆସିବ, ନମ୍ବରକୁ ଆସିଗଲା ଓଟିପି, ଲଗ୍ଇନ୍ ବି ହେଇଗଲା। ତେଣୁ ବର୍ତ୍ତମାନ ଆଲାଉ କରିଦବା। ମୋର ଦେଖିପାରୁଥିବେ ଏଇ ଜାଗାଟା, ହେଲା କି। ମୁଁ କହିଦଉଛି, ଯିଏ ଦେଖି ପାରୁନାହାନ୍ତି, 15ଟା ଅର୍ଡରରେ 155 ଟଙ୍କା ମିଳିବ, 18ଟା ଅର୍ଡରରେ 195 ଟଙ୍କା ମିଳିବ। ଏଇଟା ହଉଛି ଡେଲି ଇନସେଣ୍ଟିଭ। ଆଉ ୟା ବେସରେ ଆମେ କାମ କରିବା, 18ଟା ଅର୍ଡର ପର୍ଯ୍ୟନ୍ତ ଆମେ କାମ କରିବା। 18ଟା ଅର୍ଡର ମିଳିଲା ଭଲ କଥା, ନ ମିଳିଲା ବି ସେ ଆଉ ଗୋଟେ କଥା। ତେଣୁ ମିଳିବ ମିଳିବନି ସେ କହିହବନି, ହେଲା କି। ତେଣୁ ସେ ତ ଆପଡେଟ କରିବାରେ ଲାଗିଛି, ଆପଡେଟ ହେଇ ଚାଲିଛି, ନୂଆ ଆପଡେଟ ପୁରା ଦେଖିପାରୁଛନ୍ତି, ନୂଆ ଆପଡେଟ। ଆଉ ସ୍ୱିଗି ଆଗ ଭଳିଆ ନାହିଁ, ଆମ ଟଙ୍କା ଖାଇ ଆମକୁ ହିଁ ଯେ ଭୁଆଁ ବୁଲଉଛି, ହେଲା କି। ଆମ ରୋଜଗାର ଟଙ୍କା କେତେବେଳେ 9 ଟଙ୍କା ପଡୁଛି, କେତେବେଳେ 8 ଟଙ୍କା ପଡୁଛି, କେତେବେଳେ ଟଙ୍କାଟେ ବି ପଡୁଛି ଅର୍ଡର। ତେଣୁ ସେଇଭଳିଆ କାମ କରି ଆମେ ଖାଲି କମ୍ପାନୀ ପୋଷିବା ଛଡା ଆଉ କିଛି ନୁହଁ। ଆମ ତ ସଂସାର ପୋଷି ହବନି, କି ଆମେ ସଂସାରରେ କାମ କରିହବନି। ମୁଁ ବ୍ୟାଗ ଆଣିଥିଲି, ଟି ସାର୍ଟ ଆଣିଥିଲି କାମ କରିବା ପାଇଁ, କାମ ଦେଖିଲା ପରେ ମୁଁ ଆଉ ଟି ସାର୍ଟ ବ୍ୟାଗ କଣ ସବୁ ଭୁଲିଗଲି, ବୁଝିଲେ କି। ତେଣୁ ମୋ ହିସାବରେ ଭାଇ
ମାନେ ସ୍ୱିଗି ଜୋମାଟୋ ବା ଆଉ କିଛି ଲାଇନରେ ଯଦି ଭୁବନେଶ୍ୱର ଆସିବା ପାଇଁ ଚାହୁଁଛ ତ ଜମା ଆସନି। କାହିଁକି ପ୍ରୋବ୍ଲେମରେ ପଡିବ, ଏଇଠି ରୁମ୍ ତ ଗୋଟେ ପ୍ରକାରର ମିଳୁନି। ତାପରେ ଯଦି ବି ରୁମ୍ ତମେ ପାଇଯିବ କିନ୍ତୁ ରୋଜଗାର ତମେ କରିକି ରୁମରେ ରହିପାରିବ ନାହିଁ। ଆଜି ମୁଁ ମାନେ ଏଇଟା 2 ମାସର ଏକ୍ସପିରିଏନ୍ସ ମୁଁ ଆପଣଙ୍କୁ ସେୟାର କରୁଛି। 2 ମାସ ରହିକି ମୁଁ ଦେଖିଲି, ଯୋଉ ମୋ ସାଙ୍ଗମାନେ କମେଣ୍ଟ କରିଥିଲେ ଭାଇ ସେଇଠି ହେଇପାରିବ କି ହେଇପାରିବନି, ମୁଁ ସେଇ ସାଙ୍ଗମାନଙ୍କୁ ଜଣେଇଦବା ପାଇଁ ଚାହୁଁଛି ଭାଇ ଜୋମାଟୋ ସ୍ୱିଗି ଲାଇନରେ ଭୁବନେଶ୍ୱର ଆସନି ଜମା। ତେଣୁ ଯଦି ଅଲଗା କିଛି ରିଜନ ଅଛି ବା କାମ ଅଛି ତ ଆସିପାରିବ, କାମ କରିପାରିବ, କିନ୍ତୁ ରୋଜଗାର ଆଶା ରଖନି। ଆଉ ରୋଜଗାର ଆଶା ରଖିକି ଯଦି ଭୁବନେଶ୍ୱର ଆସିବା ପାଇଁ ଚାହୁଁଛ ତାହେଲେ ମାନେ ତୁମେ ରୋଜଗାର କରିପାରିବନି। କାହିଁକି ନା ଏଠି ଯୋଉ ପ୍ରୋବ୍ଲେମ ହଉଛି ମାନେ ପିଲାଙ୍କର, ଯଦି ଲାଇଭ କହିବ ଯେ ମୁଁ ଲାଇଭ ବି ଦେଖେଇବି, ଲାଇଭ ଭିଡିଓ ଯଦି ତମେ ଚାହିଁବ ଯେ ଭାଇ ତୁମେ ଲାଇଭ କରିକି ଦେଖାଅ ବା ତୁମେ ଭିଡିଓ ରେକର୍ଡିଂ ମାନେ ଯେମିତି କାମ କରୁଥିଲ, ଯେମିତି ପକଉଥିଲ ସେଇଭଳିଆ କରିକି ଦେଖାଅ ତ ଆମେ ବିଶ୍ୱାସ କରିବୁ। ଆଉ ତମେ ବସିକି କହିଦେଲ ଆଉ ଆମେ କେମିତି ମାନିବୁ? ତ ସେଇଭଳିଆ ବି ମୁଁ କରିକି ଦେଖେଇବି। ଯଦି ଅଧିକାରୁ ଅଧିକା ଲାଇକ୍ ବା କମେଣ୍ଟ ଆସିଲା ଏଇ ବିଷୟରେ ଯେ ଭାଇ ତୁମେ ଲାଇକ୍ କରିକି ଦେଖାଅ, ତାହେଲେ ମୁଁ ନିଶ୍ଚିତ ଭାବରେ ଲାଇଭ୍ କରିକି ଦେଖେଇବି। ଆଉ ମୁଁ ଦେଖେଇବି ଗୋଟେ ଦିନ ମାନେ 10 ଘଣ୍ଟା କାମ କରି 10 ଘଣ୍ଟା କାମରେ କେତେ ଟଙ୍କା ଅର୍ନିଂ ହଉଛି, ହେଲା କି? ତେଣୁ ମୁଁ ଯୋଉ ମାନେ ଯାହାକୁ ବି ମୁଁ ପଚାରିଛି, ଯାହାଠୁ ବି ମୁଁ ବୁଝିଛି, ସେ ସମସ୍ତେ ମତେ, ମୁଁ କ୍ୟାମେରା କାହିଁକି ବାହାରକୁ ନେଇ ପାରୁନି, ନାଇଁ ବର୍ଷା ହଉଛି। ବେଙ୍ଗଲୋରରେ ମାନେ ଏମିତି ବର୍ଷା ହଉନଥିଲା ଯୋଉ ଭଳିଆ ମାନେ ଓଡିଶାରେ ବର୍ଷା ହଉଛି। ତେଣୁ ବର୍ଷା ପାଇଁ ମୁଁ ବାହାରକୁ ଯାଇପାରୁନି ଆଉ ଭିଡିଓ କରିପାରୁନି। ଯେତେବେଳେ କାମ କରୁଛି, ଉବେରରେ କାମ କରୁଛି, ସେତେବେଳେ ବି କ୍ୟାମେରା ନେଇ ପାରୁନି। ତେଣୁ କ୍ୟାମେରା ଧରି ଗଲେ ଯାଇ ମୁଁ ଆପଣଙ୍କୁ ପ୍ରୁଫ ଦେବି। ଯିଏ ବି ମୋ ଭାଇ ବା ଯିଏ ବି ମୋର ସବସ୍କ୍ରାଇବର ଅଛନ୍ତି, ହଁ, ସମସ୍ତଙ୍କୁ ପ୍ରୁଫ ଦେବା ପାଇଁ ମୁଁ ଚାହେଁ, କିନ୍ତୁ ପ୍ରୁଫ ବି ଦେଇପାରୁନି। କାହିଁକି ନା ଏଇଭଳିଆ ବର୍ଷା କଣ୍ଟିନ୍ୟୁ ହଉଛି। ଯେତେବେଳେ ମୁଁ ମୋ କ୍ୟାମେରା ବାହାରକୁ ନେଇ ଯାଉଛି, ଘଣ୍ଟେ 2 ଘଣ୍ଟା ଭିତରେ କି ବର୍ଷା ଆସିଯାଉଛି। ତେଣୁ ମୁଁ ସେଇଥିପାଇଁ କ୍ୟାମେରା ନେଇକି ଯାଇପାରୁନି। ତେଣୁ ଆଉ ଗୋଟେ କଥା ହେଲା, ଭାଇ ଯିଏ ବି ମୋ ଭିଡିଓ ଦେଖୁଛ, ଲାଇକ୍ କରୁଛ, ସବସ୍କ୍ରାଇବ ତ କରୁଥିବ। ସବସ୍କ୍ରାଇବ ତ ଭୁଲିବେନି ନିଶ୍ଚିତ ଭାବରେ। ଲାଇକ୍ ସବସ୍କ୍ରାଇବ ତା ସାଙ୍ଗକୁ କମେଣ୍ଟ କରିବ। କମେଣ୍ଟ ପରେ ଗୋଟେ ହାଇପ ଆସିବ, ସେ ହାଇପ ଟା ବି କରିଦବ ଭାଇ। ହାଇପ କଲେ ଯାଇକି ମୁଁ ଆଗକୁ କିଛି ଭିଡିଓ ବନେଇ ପାରିବି, ଆଉ ମତେ କିଛି ମାନେ ପ୍ରଶଂସା ମିଳିଲା ଭଳିଆ କାମ ହବ ଯେ ହଁ ମୁଁ କିଛି ବନେଇଥିଲି, ମୁଁ ସମସ୍ତଙ୍କୁ ଜଣେଇବା ପାଇଁ ଚେଷ୍ଟା କରୁଥିଲି, ତେଣୁ ସମସ୍ତେ ମତେ ପ୍ରଶଂସା କରିଛନ୍ତି। ତ ସେଇଭଳିଆ କଥା ଭାଇ। ମୁଁ ବହୁତ ଦିନ ହେଲାଣି ଭିଡିଓ ପକଉନଥିଲି, କାହିଁକି ନା ଭିଉ ଯାଉନଥିଲା ଜମା ବି। ତେଣୁ ମୋର ମାନେ ମେହନତ ପୁରା ମାନେ ପାଣିରେ ପୁରା ମିଶି ଯାଉଥିଲା, ବୁଝିଲେ କି? ତାପରେ ମୋର ଭିତରେ ଭିତରେ ଦେହ ଖରାପ ହେଇଥିଲା, ମତେ ଜର ହେଇଥିଲା, ମୁଁ ଭିଡିଓ ଆଉ କରିପାରୁନଥିଲି। ଏକା ରହୁଛି, ଘର ମାନେ ଖାଇବା ପିଇବା ସବୁ ବନେଇ ସାରିଲା ପରେ ଆଉ କାମ ପାଇଁ ମୁଁ ବାହାରି ପାରୁନି। ତେଣୁ ସାଙ୍ଗମାନେ ଯିଏ ବି ଦେଖୁଛନ୍ତି ମତେ ନିଶ୍ଚିତ ଭାବରେ ସପୋର୍ଟ କରନ୍ତୁ। ମୁଁ ଏ ମାନେ ଭୁବନେଶ୍ୱର ରହିବା ପର୍ଯ୍ୟନ୍ତ ରହିବି କେତେ ଦିନ ଜାଣିନି, କାହିଁକି ନା ଯୋଉ ଭଳିଆ ରୋଜଗାର ହଉଛି ମୁଁ ଏଠି ବଞ୍ଚି ପାରିବିନି। ରୁମ ଭଡା, ଖାଇବା ଖର୍ଚ୍ଚ ଏସବୁ ଦେଇ ସାରିଲା ପରେ ମୋ ପାଖରେ ଟଙ୍କାଟେ ବି ବଞ୍ଚୁନି, ବୁଝିଲେ କି? ରୁମ ଭଡା, ଖାଇବା ଖର୍ଚ୍ଚ, ଗାଡି ମାନେ ମେଣ୍ଟେନାନ୍ସ, ତାର ପେଟ୍ରୋଲ, ପୁଣି ମୋର ଯୋଉ ସ୍ତ୍ରୀ ଅଛି ପୁରୀରେ, ମୋର 2 ଜଣ ପୁଅ, ତେଣୁ ସେମାନଙ୍କ ଖର୍ଚ୍ଚ, ସେ ସବୁ ଖର୍ଚ୍ଚ ମୁଁ ବାହାର କରିପାରୁନି। ତେଣୁ ସେଇଥିପାଇଁ ସାଙ୍ଗମାନେ ମତେ ଟିକେ ସପୋର୍ଟ କରନ୍ତୁ। ଚ୍ୟାନେଲ ତ ମନିଟାଇଜେସନ ହେଇଗଲା, କିନ୍ତୁ ଆଗକୁ ମୁଁ ଯାଇପାରୁନି। ତେଣୁ ଭବିଷ୍ୟତ କଣ ହବ ମୁଁ ଜାଣିନି। ତଥାପି ସାଙ୍ଗମାନଙ୍କୁ ଏତିକି ରିକ୍ୱେଷ୍ଟ କରୁଛି, ମତେ ଟିକେ ବର୍ତ୍ତମାନ ହାତ ଧରି ଚଲେଇ ନିଅ ଆଗକୁ ବାଟ। ଆଉ କିଛି ନୁହଁ, ଭିଡିଓ ମୁଁ ପକଉଥିବି, ଆପଣ ମାନେ ଦେଖୁଥିବେ, ଆଉ ସେଥିରୁ କିଛି ଅର୍ନିଂ ହଉଥିବ, ମୁଁ କିଛି ଖର୍ଚ୍ଚ କରିବି, ଆଉ କିଛି ମୋ ସବସ୍କ୍ରାଇବରଙ୍କ ପାଖରେ ନେଇ ପହଞ୍ଚେଇବି। ଆଉ କେମିତି ପହଞ୍ଚେଇବି ସେଟା ଆପଣ ମାନେ ଡିସାଇଡ କରିବେ। ଚ୍ୟାନେଲ ଆପଣଙ୍କର, ମୁଁ ଖାଲି କାମ କରୁଛି, ଆଉ କିଛି ନୁହଁ। ତେଣୁ ଜୟ ଜଗନ୍ନାଥ। ମୁଁ ଏତିକି କଥା କହୁଛି ଭାଇ ମାନେ, ଯିଏ ବି ଭୁବନେଶ୍ୱର ଆସିବ, ଆସିବା ଆଗରୁ ମୋ ଭିଡିଓ ଟାକୁ ପ୍ରଥମ ଥର ଦେଖିଦବ, ତାପରେ ଆସିବ। ନହେଲେ ବହୁତ ବଡ ଅସୁବିଧାରେ ପଡିଯିବ, ବୁଝିଲ କି? ତେଣୁ ମୋର ଭାଇ ଜଣେ ମାନେ ମୋର ଜଣେ ସାଙ୍ଗ, ହଁ, ଛବି ନାୟକ, ସେ ବହୁତ ମତେ କଥା ପଚାରନ୍ତି। ଆଉ ମୋର ଜଣେ ମାନେ ମୋର ବାଲ୍ୟ ବନ୍ଧୁ, ସେ ହଉଛନ୍ତି
ତାକୁ ମୁଁ ଜଗା ଜଗା ଡାକେ, ହେଲା କି। ସେ ମୋର ସପ୍ତମ ଶ୍ରେଣୀର ସାଙ୍ଗ, ଷଷ୍ଠ ସପ୍ତମ ଶ୍ରେଣୀର ସାଙ୍ଗ। ତେଣୁ ସିଏ ବେଙ୍ଗର ମାନେ ବମ୍ବେରେ ରହୁଛି। ତେଣୁ ମୁଁ ବେଙ୍ଗଲୋରରେ ଥିଲା ସମୟରୁ ସିଏ ମୁଁ ଯେତେବେଳେ ଚ୍ୟାନେଲ ମାନେ ଷ୍ଟାର୍ଟ କରିଛି ସେବେଠୁ ହିଁ ସିଏ ମତେ ଲାଇକ୍ ସେୟାର କମେଣ୍ଟ ସବୁ କରୁଛି। କିନ୍ତୁ ମୁଁ ତାକୁ ଆଜି ପର୍ଯ୍ୟନ୍ତ ତା ଡେଡିକେଟେଡ ଭିଡିଓ ଗୋଟେ ବନେଇ ପାରୁନି। ତ ସେଇ ସାଙ୍ଗକୁ ମୁଁ ଆଜି ମାନେ ବହୁତ ବହୁତ ଧନ୍ୟବାଦ ଦଉଛି ଯେ ସେ ମୋ ସାଙ୍ଗରେ ଆଜି ପର୍ଯ୍ୟନ୍ତ ଅଛି। ଆଉ ସେଇଥିପାଇଁ ମୁଁ ଆଜି ଆଗକୁ ବଢିଛି। ହୁଏତ ମୁଁ ତା ସାଙ୍ଗରେ ଦେଖା କରିପାରିନି ମାନେ ପାରିବିନି, କିନ୍ତୁ ତଥାପି ମୁଁ ଚେଷ୍ଟା କରୁଛି ସେ ଯେତେବେଳେ ଗାଁକୁ ଆସିବ ସେତେବେଳେ ମୁଁ ତା ସାଙ୍ଗରେ ଦେଖା କରିବି। ଆଉ ବହୁତ ବହୁତ ଧନ୍ୟବାଦ ତାକୁ ଭାଇ ଜଗା, ସେଲୁଟ ୟାର, ବହୁତ ବହୁତ ଧନ୍ୟବାଦ ତତେ। ତେଣୁ ଜୟ ଜଗନ୍ନାଥ, ରହୁଛି ଆଜି ପାଇଁ ଏତିକି। ପୁଣି ଦେଖା ହବ ଗୋଟେ ନୂଆ ଭିଡିଓରେ।